ବାବୁ ନେଇ କାନ୍ଦୁଛୁ। ମୁଁ ମରିଆ ଯାଏ ମୋ ଜୋତା ଜୁତା ପେଟ ସାର୍ଟ ନ କିଣି ପାଇଲେ ବାବୁ ସଂସାର ଚଳି ଯାଉଛନ୍ତି। ସ୍କୁଲରୁ ପିଲା ଖାଇ ଯାଉଥିଲେ, ସବୁ କିଛି ଗୁଡା ଆମର ସେ ଦିନ ଯାଉଥିଲା ତାଙ୍କରି ଉପରେ। ଭତ୍ତା 500ରୁ 200ରୁ ଆଜି 1000, 700ରୁ 1200 ସବୁ ଦଉଥିଲା। ଏଗୁଡା ଯଦି ଛାଡି ଆମେ ତାକୁ ରହିଲୁ କଣ କିଣି ଆମେ ବଞ୍ଚିବୁ ତାକୁ ଛାଡିକିରି। ଏତେ କରିଥିଲା ଆମର, ଆମ ବାପା ମା ଏମିତି କରିନାହାନ୍ତି। ପୁଅ ମାନେ ନଦେଲେ ଆମର ବଡ ଜୋର। ମାସକୁ 5 କିଲୋ ଚାଉଳ ଆଜି ଯାହା ନଦିଅ ଆମେ ଖାଇ 1000 ଟଙ୍କା ଆଜି ଜଳିଖିଆ ଯଦି ଡେରି ହେଲା 20 ଟଙ୍କାରେ କିଣି ଆସି ଖାଇଦଉଛୁ। କଣ କରିବୁ ସେଇଗୁଡା ଭାବି ତା ଗୁଣ। ଆଜି ମୋ ସ୍ୱାମୀ ମରିଗଲେ 2009 ବାହାରୁଥିଲା। ଆଜି ପଇସା ଆସି ଡାକ୍ତର ହେଇଯାଉଥିଲା। ଶାଢୀ ଖଣ୍ଡେ କିଣିଦଉ ପିନ୍ଧେଇ ନେଇ ଚାଲ। ଚୁଡା କଦଳୀ ତା ପଇସାରେ କିଣି ଗୁଡ ଖାଉଥିଲେ ଲୋକ। କଣ କେମିତି ଏତେ ଉପକାର କରିଥିଲା ଆମେ ବୋଲି ରହିବୁ। ଆମେ ନବୀନ ବାବୁ ନାଗି କାନ୍ଦୁଛି ଆଜିକାଲି ପୁଅ ଯେମିତିକା। ଆମକୁ ନବୀନ ବାବୁ ସବୁ କଥା ନବୀନ ବାବୁ ଭଳିଆ କିଏ ହବ। ଧନିଆ ବାଧ୍ୟ ଆଗରେ ଚୁଡ଼ା ଚାଉଳ ବିସ୍କୁଟ କିଏ ବସେଇବ। ଆମେ ଖାଉଥାନୁ ତା ସବୁ ତାକୁ ଋଣୀ ହେଇ ରହିନୁ। ଆମେ କାରେ ନା ଆମେ କହୁନି ସୁଜିମ ଆମର ଇଏ ପୁଅ ନବୀନ ବାବୁ ଆମ ପୁଅ। ଆମକୁ ସବୁ ଦଉଥିଲା ନବୀନ ବାବୁ। କୁଆଡେ ଗଲେ ଆମେ ତାଙ୍କୁ ଭୁଲି ପାରିବୁ ନାହିଁ। ନାଚୁଛିରେ ବାବା ଏ ସଂସାରରେ ଆମେ ଆଜି 25 ବର୍ଷ ହେଲା। ତା ବାପ ଥିଲା ବେଳେ ବାତ୍ୟା ହେଇଥିଲା। ମତେ 8 ବର୍ଷ ହେଇଥିଲା। ଯୋଉ ଗଡିଆରେ ଚାଉଳ ପକଉଥାଇ ଚୁଡା ଉଠା ଦିଆ ଚୁଲିସ ନେଇ ଗୁଡ ଚୁଡା ଲୁଣା ପାଣି ମେଘ ପାଣିକି ଧରି ରଖିଲେ। ସିଏ ବି ଲୁଣା ଲାଗିଲା, ପାଣି ପହଞ୍ଚିଲା। ଆଜି ଏ ସମୟରେ ପୃଥିବୀର ଲୋକ ଆଜି ଛାଡିଦେଲେ। ବାପ ମାର ଲୋକଟା ବର୍ଷନା କରୁଛନ୍ତି, ଆମକୁ ଶୋଧୁଛନ୍ତି। ଆମେ ତାକୁ ବରଦାସ୍ତ କରି ଆମର ବଡ ପୁଅ ଆମେ ବଳିଆ ନେଇଥିଲୁ। ପୁଅ ନ ଦଉ ଆମକୁ ତ ସବୁ ଦଉଛି, ଆମେ ଖାଇ ବଞ୍ଚିବୁ। ପୁଅ ତା ସଂସାର ଭିତରେ ଆମକୁ ଆମେ ରହିଛୁ। ଏମିତି ରହିବୁ ଆମେ ଚିନ୍ତା କରୁଛୁ। କିଏ ଦବ ନବୀନ ବାବୁ ଜିନିଷ ଆମ ଜୀବନର ହେଇଯାଉ। କଣ ଯୋଜନା ଫୋଜନା ଆମ୍ବୁଲାନ୍ସରେ ଆମ ନାତି ନାତୁଣୀ ଆମ ଦିଅ ପାହାନ କଟକ ଭୁବନେଶ୍ୱର ଯାଉ। ଆମକୁ ସାହାଯ୍ୟ ମିଳେଇ ସ୍ୱାସ୍ଥ୍ୟ କାର୍ଡ ପାଇଥିଲୁ, ଚାଉଳ ଭତ୍ତା ଏଇ ରକମ ସବୁ ବିଭିନ୍ନ ପ୍ରକାର ନବୀନ ସରକାର ସାହାଯ୍ୟ କରିଥିଲା ଆମକୁ। ଆଜି ସେ ହାରିଗଲେ ଆମେ ସବୁ ସେଇ କଥାରେ ଦୁଃଖୀ। ଆଉ କଣ କରିବୁ।